2 ଲକ୍ଷ ଟଙ୍କା ଜମା କଲେ ଏକ୍ସଟ୍ରା ସୁଧ ମିଳିବ 1,05,985 ଟଙ୍କା। ମାତ୍ର ଏତିକି ଦିନରେ ଧନୀ ହୋଇଯିବେ ଆପଣ। ଆସନ୍ତୁ ଜାଣିବା SBIର ଫିକ୍ସ ଡିପୋଜିଟ୍ରେ କେତେ ପରସେଣ୍ଟ ଇଣ୍ଟରେଷ୍ଟ ମିଳୁଛି। ଆସନ୍ତୁ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। ଭାରତର ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ ସୁରକ୍ଷିତ ନିବେଶ ଓ ସ୍ଥିର ଆୟ କ୍ଷେତ୍ରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ SBI ସବୁଠାରୁ ବିଶ୍ୱସ୍ତ ବ୍ୟାଙ୍କ। ଏଠାରେ ଗ୍ରାହକଙ୍କ ଟଙ୍କା କେବଳ ସୁରକ୍ଷିତ ନୁହେଁ ବରଂ ଏଥିରେ ନିବେଶ କଲେ ରିସ୍କ ନାହିଁ। ଗ୍ରାହକମାନେ ସେମାନଙ୍କ ଆର୍ଥିକ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଅବଧି ସହିତ ସ୍ଥାୟୀ ଜମା FD ଯୋଜନାଗୁଡ଼ିକ ସହଜରେ ବାଛିପାରିବେ। ବର୍ତ୍ତମାନ ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI ଏହାର ଗ୍ରାହକମାନଙ୍କୁ ଫିକ୍ସ ଡିପୋଜିଟ୍ ଉପରେ ଅତ୍ୟନ୍ତ ଆକର୍ଷଣୀୟ ସୁଧହାର ପ୍ରଦାନ କରୁଛି, ଯାହା 3.05%ରୁ 7.15% ପର୍ଯ୍ୟନ୍ତ। ଗ୍ରାହକମାନେ ସେମାନଙ୍କ ସୁବିଧା ଅନୁସାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ସର୍ବନିମ୍ନ 7 ଦିନର ଏକ ଛୋଟ ଅବଧି ଠାରୁ ଆରମ୍ଭ କରି ସର୍ବାଧିକ 10 ବର୍ଷ ପର୍ଯ୍ୟନ୍ତ FD ଆକାଉଣ୍ଟ ଖୋଲିପାରିବେ। ବ୍ୟାଙ୍କ ଆକାଉଣ୍ଟରେ ସେମାନଙ୍କର ନିର୍ଦ୍ଧାରିତ ଅବଧି ସମାପ୍ତ ହେବା ପରେ ଗ୍ରାହକମାନେ ବ୍ୟାଙ୍କ ଦ୍ୱାରା ମିଳିଥିବା ମୋଟ ସୁଧ ଟଙ୍କା ସହିତ ସେମାନଙ୍କର ସମ୍ପୂର୍ଣ୍ଣ ମୂଳ ରାଶି ସୁରକ୍ଷିତ ଭାବରେ ଫେରିପାଇବେ। ବର୍ତ୍ତମାନ SBIର ଏକ ସୁପରହିଟ୍ ଫିକ୍ସ ଡିପୋଜିଟ୍ ଯୋଜନା ଅଛି, ଯାହା କେବଳ 2 ଲକ୍ଷ ନିବେଶ ଉପରେ ସୁଧ ଆକାରରେ ସର୍ବାଧିକ 1,05,983 ରିଟର୍ଣ୍ଣ ପ୍ରଦାନ କରେ। ବ୍ୟାଙ୍କ ଏହାର 484 ଦିନିଆ ସ୍ୱତନ୍ତ୍ର ଅବଧି ଅମୃତ ବିଶ୍ୱାସ ସ୍ୱତନ୍ତ୍ର FD ଯୋଜନା ଉପରେ ସର୍ବୋଚ୍ଚ ସୁଧହାର ପ୍ରଦାନ କରୁଛି। ଏହି ଲୋକପ୍ରିୟ ଯୋଜନା ଅଧୀନରେ ସାଧାରଣ ଗ୍ରାହକମାନଙ୍କୁ 6.45% ପର୍ଯ୍ୟନ୍ତ, ବରିଷ୍ଠ ନାଗରିକଙ୍କୁ 6.95% ପର୍ଯ୍ୟନ୍ତ ଓ ସୁପର ବରିଷ୍ଠ ନାଗରିକମାନଙ୍କୁ 7.05% ପର୍ଯ୍ୟନ୍ତ ସୁଧହାର ପ୍ରଦାନ କରାଯାଉଛି। SBI 5ରୁ 10 ବର୍ଷ ପର୍ଯ୍ୟନ୍ତ ଦୀର୍ଘକାଳୀନ ସ୍ଥାୟୀ ଜମା ଯୋଜନାରେ ମଧ୍ୟ ଉଚ୍ଚ ସୁଧହାର ପ୍ରଦାନ କରୁଛି। ଏହି ସମୟ ମଧ୍ୟରେ ବ୍ୟାଙ୍କ ସାଧାରଣ ଗ୍ରାହକଙ୍କ ପାଇଁ ସର୍ବାଧିକ ସୁଧହାର 6.05%, ବରିଷ୍ଠ ନାଗରିକଙ୍କ ପାଇଁ 7.05% ଏବଂ ସୁପର ବରିଷ୍ଠ ନାଗରିକଙ୍କ ପାଇଁ 7.15% ସ୍ଥିର କରିଛି। ଯଦି ଆପଣ SBIରେ 6 ବର୍ଷ ପାଇଁ ଏକ ଫିକ୍ସ ଡିପୋଜିଟ୍ ଖାତା ଖୋଲନ୍ତି, ତେବେ ସୁଧ ହାର ଭିନ୍ନ ହେବ। ସେହି ସମୟ ମଧ୍ୟରେ ସାଧାରଣ ଗ୍ରାହକମାନେ 6.05% ସୁଧହାର ପାଇପାରିବେ, ବରିଷ୍ଠ ନାଗରିକମାନେ 7.05% ସୁଧହାର ପାଇପାରିବେ ଏବଂ ଅତି ବରିଷ୍ଠ ନାଗରିକମାନେ 7.15% ସର୍ବାଧିକ ସୁଧହାର ଉପଭୋଗ କରିପାରିବେ। ଯଦି ଜଣେ ସାଧାରଣ ଗ୍ରାହକ SBIରେ 6 ବର୍ଷ ପାଇଁ 2 ଲକ୍ଷ ଟଙ୍କାର ସ୍ଥାୟୀ ଜମା ରଖନ୍ତି, ତେବେ 6 ବର୍ଷ ଶେଷରେ ତାଙ୍କୁ ମୋଟ 2,86,747 ଟଙ୍କା ମିଳିବ। ଏଥିମଧ୍ୟରୁ କୌଣସି ବିପଦ ବିନା ବ୍ୟାଙ୍କରୁ ନିଶ୍ଚିତ ସୁଧହାର ହେଉଛି 86,747 ଟଙ୍କା। ସେହିପରି ଯଦି ଆପଣ ଜଣେ ବରିଷ୍ଠ ନାଗରିକ ଏବଂ 6 ବର୍ଷ ପାଇଁ SBIରେ 2 ଲକ୍ଷ ସ୍ଥାୟୀ ଜମା ଭାବରେ ଜମା କରନ୍ତି, ତେବେ ମ୍ୟାଚୁରିଟି ଅବଧି ପରେ ଆପଣ ମୋଟ 3,04,184 ପାଇବେ। ଏଥିରୁ ସୁଧ ଆକାରରେ 1,04,184 ଟଙ୍କା ମିଳିବ। ଯଦି ଆପଣ ଆପଣଙ୍କ ଟଙ୍କାର ସର୍ବାଧିକ ସୁରକ୍ଷା ଏବଂ ନିଶ୍ଚିତ ରିଟର୍ଣ୍ଣ ଚାହୁଁଛନ୍ତି, ତେବେ ଆଜି ହିଁ ଆପଣଙ୍କର ନିକଟସ୍ଥ SBI ଶାଖାକୁ ଯାଆନ୍ତୁ ଏବଂ ଏହି ଯୋଜନାର ଲାଭ ଉଠାନ୍ତୁ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। SBIର ଏହି ନୂଆ ଅପଡେଟ୍ ବିଷୟରେ SBI FDରେ କେତେ ପରସେଣ୍ଟ ଇଣ୍ଟରେଷ୍ଟ ଦେଉଛି ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନେ ଏଥିରେ 2 ଲକ୍ଷ ଟଙ୍କା ଜମା କରନ୍ତି, ଆପଣମାନଙ୍କୁ କେତେ ପରସେଣ୍ଟ ସୁଧହାର ମିଳିବ ଆପଣମାନେ ଭିଡ଼ିଓ ମାଧ୍ୟମରେ ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।